ପିଲାମାନେ ତୁମମାନଙ୍କୁ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟୋରୀ କି ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ଏକାଦଶ ଅଧ୍ୟାୟର ଶେଷ ଭାଗ ଆମ ଜୀବନରେ ମାଟି ବିଷୟର ବିଷୟଭିତ୍ତିକ ପ୍ରଶ୍ନ ଉତ୍ତର ସହିତ ଅଭ୍ୟାସର ପ୍ରଶ୍ନ ଉତ୍ତର ମଧ୍ୟ କରିବା। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ସବସ୍କ୍ରାଇବ୍ କରିନାହଁ କିମ୍ବା ନୂଆ ତ ସଙ୍ଗେ ସଙ୍ଗେ ସବସ୍କ୍ରାଇବ୍ କରିନେ ଆଉ ଡେରି ନକରି ଆରମ୍ଭ କରିବା ଆମ ଜୀବନରେ ମାଟି ବିଷୟର ବିଷୟଭିତ୍ତିକ ପ୍ରଶ୍ନ ଉତ୍ତର। ଦେଖ ପିଲାମାନେ ଏଠି ତିନିଟି ଚିତ୍ର ରହିଛି। ଚିତ୍ର ଦେଖି ତଳ ସାରଣୀ ପୂରଣ କର। ଏଠି କ'ଣ ଦେଖୁଛ? ଲୋକଟି ହାଣ୍ଡି ସୁରେଇ ଇତ୍ୟାଦି ଗଢ଼ୁଛି। ଏଠାରେ କ'ଣ ଲେଖୁଛ ନା ଉଇ ହୁଙ୍କା ହେଇଛି। ଏଠାରେ ଦେଖୁଛ ଗୋଟେ ଝାଟି ମାଟି ଛପର ଘର, କାନ୍ଥ ଆମର ରହୁଛି ମାଟିର ଘରଟିଏ। ତାପରେ ଅଛି କେଉଁଥିରୁ ତିଆରି, କ'ଣ ଦେଖୁଛ ଲେଖିନେବା, ତ କେଉଁଥିରୁ ତିଆରି ଆମେ ଲେଖିନେବା। ତାକୁ ଲେଖିଦେଲେ ହାଣ୍ଡି ମାଠିଆ ସୁରେଇ ଲେଖିଲେ ଚଳିବ। ଉଇ ହୁଙ୍କା ମାଟି ଘର କେଉଁ ତିଆରି? ସବୁ ମାଟିରେ ତିଆରି ହେଇଛି। କେଉଁଥିରେ ତିଆରି? ସବୁ ଆମର ମାଟିରେ ତିଆରି ହେଇଛି। ମାଟି ଘର ମାଟି। ଏହାପରେ ଅଛି ତୁମେମାନେ ଘର ବ୍ୟବହାର କରୁଥିବା ମାଟିରେ ତିଆରି ଜିନିଷ ଗୁଡ଼ିକ ତାଲିକା କର। ଆଉ ସବୁ କ'ଣ କରୁଛ ତା ତାଲିକା କରିବା। ଲେଖିଦେବା ହାଣ୍ଡି ମାଠିଆ ସୁରେଇ ମୂର୍ତ୍ତି ଦୀପ ଇଟା ଖେଳନା କଣ୍ଢେଇ କଳସୀ। ତମେ ଆଉ ଚାହିଁଲେ ବି ଅଧିକ ଲେଖିପାରିବ। ତୁମେ ଯାହା ବ୍ୟବହାର କରୁଛ। ଏହା ବ୍ୟତୀତ ମାଟିରୁ ଆଉ କ'ଣ ମିଳିଥାଏ? ମାଟିରୁ ଆଉ କ'ଣ ମିଳିଥାଏ ଲେଖ। ଦେଖ ମାଟି ରାସ୍ତା ତିଆରି ହେଇଥାଏ, ଘରର କାନ୍ଥ ମାଟିରେ ତିଆରି ହେଇଥାଏ, ସରା ମାଟିରେ ତିଆରି ହେଇଥାଏ, ସ୍ଲେଟ୍ ଯେଉଁ ଲେଖୁଛ ସିଏ ବି ମାଟିରେ ତିଆରି ହେଇଥାଏ, କପ୍ ପ୍ଲେଟ୍ ମାଟିରେ ତିଆରି ହେଇଥାଏ, ସରା ଡବଲ ହେଇଯାଇଛି, ମାଟି ଚୁଲି ଧୂପ ଦାନୀ, ଆଉ ଆମର ରାସ୍ତା ବି ହେଉଛି ସବୁ ଯେଉଁ ମାଟି ରାସ୍ତା ତିଆରି ହେଉଛି। ଏହା ସହିତ ଯେଉଁ କୁଡ଼ିଆ ଘର କରୁଛନ୍ତି, କୁଡ଼ିଆ ଘର ସିଏ ବି ମାଟିରେ ତିଆରି ହେଉଛି। ପରବର୍ତ୍ତୀ ପୃଷ୍ଠକୁ ଯିବା। ତାହେଲେ ଏଇ ଆଲୋଚନା ତୁମେ କ'ଣ ଜାଣିଲ ନା ମାଟି ଉପରେ ଆମେ ଘର କରି ରହୁ, ଏହାର ଉପରେ ଚଲାବୁଲା କରୁ, ମାଟିରେ ଚାଷ କରାଯାଏ, ଚାଷରୁ ଆମେ ଆମର ଖାଦ୍ୟ ପାଇଥାଉ। ଆମ ପରି ପଶୁପକ୍ଷୀ ବୃକ୍ଷଲତା ମଧ୍ୟ ମାଟି ଉପରେ ନିର୍ଭର କରିଥାନ୍ତି। ଅତି ଆବଶ୍ୟକ ଜିନିଷ ଗୁଡ଼ିକ ଯଥା ଖାଦ୍ୟ ବାସଗୃହ ପାଇଁ ଜୀବଜଗତ ମାଟି ଉପରେ ନିର୍ଭର। କ'ଣ ପାଇଁ? ଖାଦ୍ୟ ବାସଗୃହ ପାଇଁ ଆମେ ଜୀବଜଗତ, ଆମେ ସବୁ ଜୀବ, ଆମ ସମସ୍ତ ମିଶି ଜଗତ ତିଆରି ହେଇଛି। ଜୀବଜଗତ ମାଟି ଉପରେ ନିର୍ଭର କରନ୍ତି। ନିଜେ କରିକି ଦେଖ। କ'ଣ ଦେଖିବ? ତୁମ ଅଞ୍ଚଳରେ ସବୁ ମାଟି କ'ଣ ଏକା ପ୍ରକାର କି ନା? ଏକା ପ୍ରକାର ଦେଖିବ ନା, ସେଗୁଡ଼ିକ ଏକା ପ୍ରକାର କି ନୁହେଁ ସବୁ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ଯଥା ପୋଖରୀ ହୁଡ଼ା ବିଲ ନଈକୂଳରୁ ମାଟି ସଂଗ୍ରହ କରେ। ପୋଖରୀ ହୁଡ଼ା ଆଣିବ, ବିଲରୁ ଆଣିବ, ନଈକୂଳରୁ ମାଟି ଆଣିବ। ଖରାରେ ଏହାକୁ ଭଲ ଭାବରେ ଶୁକାଅ। ବିଭିନ୍ନ କିସମର ମାଟିକୁ ଆଙ୍ଗୁଠିରେ ଘଷ। ଜବ କାଚ ସାହାଯ୍ୟରେ ସେ ମାଟିକୁ ଦେଖ। ଜବ କାଚ ଦେଖିଥିବ, ତାକୁ ଦେଖିଲେ ଛୋଟ ଛୋଟ ଜିନିଷ ଭଲ ଦେଖାଯିବ। ତଳେ ଦିଆଯାଇଥିବା ସାରଣୀ ପୂରଣ କର। ବିଭିନ୍ନ ସ୍ଥାନରେ ମାଟି ରଙ୍ଗ ହାତକୁ କିପରି ଲାଗିଲା ଦେଖ। ପ୍ରଥମେ ଆଣିଥିବ କୋଉଠୁ? ପୋଖରୀ ହୁଡ଼ାରୁ। ପ୍ରଥମେ ପୋଖରୀ ହୁଡ଼ା କଳା କେମିତି ଦେଖିବା ହାତକୁ ଲାଗିବ? ଟାଣ ଦାନା ପରି ରୁଆ ରୁଆ ଲାଗିବ। ବିଲ ମାଟି ମାଟିଆ ଆଉ ଟାଣ, ରୁଆ ରୁଆ ଲାଗିବ। ଚାଷ କରାଯାଉଛି, ରୁଆ ରୁଆ ଲାଗିବ ନାହିଁ। ନଈକୂଳ ମାଟି ବାଦାମୀ ରଙ୍ଗ, ବାଦାମୀ, ହାତକୁ ଲାଗିବ ଟାଣ ଏବଂ ରୁଆ ରୁଆ। ପାହାଡ଼ିଆ ମାଟି କଲର ରଙ୍ଗ ହେଉଛି ଗେରୁଆ, ହାତକୁ ଲାଗିବ ଦାନା ପରି ରୁଆ ରୁଆ। ଏଥିରୁ ତୁମେ ଜାଣିଲ ଯେ ନଈ ବା ସମୁଦ୍ର କୂଳର ମାଟି ବାଲି ମିଳେ। ବାଲି କୂଅ ବା ପୋଖରୀ ଖୋଳା ହେଲା ବେଳେ ବି ବାଲି ରଙ୍ଗ ପଙ୍କ ବାହାରେ। କେତେକ ଅଞ୍ଚଳରେ ବିଲରେ କଳା ଚିକିଟା ମାଟି ମିଳେ। କେତେକ ବନ ମାଟି ବି ମିଳେ। ଆଉ ଜମି ମାଟି ମିଶା ଫସଫସିଆ ମାଟି ଥାଏ। ପାହାଡ଼ିଆ ମାଟି କିନ୍ତୁ ଗେରୁଆ ରଙ୍ଗ ଆଉ ନାଲି ମାଟି ବି ମଧ୍ୟ ମିଳିଥାଏ। ଏଠି ଯେଉଁ ରହୁଛି ଦେଖ ବାଲିଆ ମାଟି କି ପ୍ରକାର ମାଟି, ସବୁ ବିଭିନ୍ନ ପ୍ରକାର ମାଟି ବିଷୟରେ 5ଟା ପ୍ରକାର ପଢ଼ିବ। ଏହାକୁ ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ। ଏତିକି କ'ଣ? ପ୍ରଥମେ ପଢ଼ିବା ବାଲିଆ ମାଟି। ଯେଉଁ ମାଟି ହାତକୁ ରୁଆ ରୁଆ ଟାଣ ଲାଗେ, ଦଳିଲେ ଭାଙ୍ଗେ ନାହିଁ, ସେଥିରୁ ସରୁ ବା ମୋଟା ବାଲିଦାନା ଥାଏ ବାଲିଆ ମାଟିରେ। ମଟର ମାଟି କ'ଣ? ଚିକିଟା ମାଟି ଓ ପଙ୍କ ମାଟି ବା କାଦୁଅ ମାଟି, ଏହି ଜାତୀୟ ମାଟି। 3ଟା ହେଲେ ବି ମଟର ମାଟି। ଏହି ମାଟି ଶୁଖିଲେ ପାଉଁଶିଆ ଦିଶେ, ପାଣି ପଡ଼ିଲେ କଳା ଦିଶିବ, ଦଳିଲେ ଟାଣ ଲାଗିବ। ଦୋରସା ମାଟି କ'ଣ? ମଟର ମାଟି ସହିତ ବାଲି ମିଶି ଦୋରସା ମାଟି ହୁଏ। ବନ ମାଟି ଏହି କିସମର। 4 ପଟୁ ମାଟି। ଏହି ମାଟି ସହଜରେ ଭାଙ୍ଗେ, ହାତକୁ ନରମ ଲାଗେ, ଏଥିରେ ଦାନା ବି ନଥାଏ। ପଟୁ ମାଟିଟା ପୁରା ପ୍ଲେନ୍। ତାପରେ ଗେରୁଆ ମାଟି। ପାହାଡ଼ିଆ ଅଞ୍ଚଳରେ ଗେରୁଆ ରଙ୍ଗର ମାଟି ବା ନାଲି ମାଟି ମିଳେ। ଏହି ମାଟିରେ ଛୋଟ ଛୋଟ ପଥର ମିଶିଥାଏ। ଏହାକୁ ପାହାଡ଼ିଆ ଗେରୁଆ ମାଟି ବୋଲିକି କହନ୍ତି। ଦେଖ ମାଟିର ଉର୍ବରତା। ଏଇଥିରେ ବିଶେଷ ଗୋଟେ କ୍ୱେଶ୍ଚନ୍ ଅଛି ପଢ଼ିବ। ଦେଖ ତୁମେ ଜାଣିଛ ଯେ ଗୋଟିଏ ପ୍ରକାର ଗଛକୁ ଭିନ୍ନ ଭିନ୍ନ ମାଟିରେ ଲଗାଇଲେ ତାହା ସମାନ ଭାବରେ ବଢ଼ି ନଥାଏ। ଗୋଟେ ଗଛ ଗୋଟେ
ଭଲ ମାଟି ଲଗାଇବା, ଗୋଟେ ପଙ୍କ ମାଟି ଲଗାଇବା, ଗୋଟେ ପାହାଡ଼ିଆ ମାଟି ଲଗାଇବା, କିନ୍ତୁ ଠିକ୍ ସେ ସମାନ ଭାବରେ ବଢ଼ିବ ନାହିଁ। ଗୋଟେ ଜମିରେ ବାରମ୍ବାର ଚାଷ କଲେ ମଧ୍ୟ ମାଟିର ଉର୍ବରତା କମିଯାଏ। ଏଥିରୁ ଆମେ ଜାଣିଲେ ସବୁ ମାଟିର ଉର୍ବରତା ସମାନ ନୁହେଁ। ସବୁ ମାଟିରେ ଭଲ ଫସଲ ହୁଏ ନାହିଁ। ଯେଉଁ ମାଟିରେ ଭଲ ଗଛ ଭଲ ବଢ଼େ ତାହାକୁ ଉର୍ବର ମାଟି କୁହାଯାଏ। ପଟୁ ମାଟି ସବୁଠୁ ଭଲ ମାଟି କୋଉଟା ହେଲା ପଟୁ ମାଟି। ତା ତଳକୁ ଟିକେ ହେଲା ଦୋରସା, ତା ତଳକୁ ଟିକେ ମଟାଳ, ତା ତଳକୁ ହେଲା ବାଲି। ସବୁଠୁ ଭଲ ମାଟି କିଏ ହେଲା ପଟୁ ମାଟି। ନିଜେ କରିକି ଦେଖିବ। ଭିନ୍ନ ଭିନ୍ନ ପ୍ରକାର ମାଟି ଆଣ, ସେଗୁଡ଼ିକ ଭିନ୍ନ ଭିନ୍ନ କାଚ ସ୍ୱଚ୍ଛ ପ୍ଲାଷ୍ଟିକ ପାତ୍ରରେ ରଖ, ପ୍ରତ୍ୟେକ ପାତ୍ରରେ ପାଣି ଢାଳି ଘାଣ୍ଟ, 2-3 ଘଣ୍ଟା ପର୍ଯ୍ୟନ୍ତ ସ୍ଥିର ଭାବରେ ରଖିବା। ନିଜେ କରିକି ଲେଖିବ ଏଠି। ଏପରେ କେଉଁ ପାତ୍ରରେ ମାଟି ଅଧିକ ଅଛି ଏଟା ନିଜେ ପରୀକ୍ଷା କଲେ ନିଜେ ଏଟାକୁ ଲେଖି ନେବ। ତାପରେ ରହିଛି ମାଟି ଉପରେ ଭାଗରେ ପଶୁପକ୍ଷୀଙ୍କର ମଳ, ଗଛପତ୍ରର ପଚରା ଅଂଶ ଭିତରେ। କିଛି ମାଟିରେ ପଶୁପକ୍ଷୀର ଯେଉଁ ଝାଡ଼ା କରନ୍ତି ମଳ, ଗଛପତ୍ରର ପଚରା ଅଂଶ ଭିତରେ। ଏହା ଉପର ସ୍ତରରେ ରହେ। ଏହାକୁ ହ୍ୟୁମସ୍ କହନ୍ତି, ଖତିର। ହ୍ୟୁମସ୍ ଯା ଖତିର ସେୟା। ଯେଉଁ ମାଟିରେ ହ୍ୟୁମସ୍ ଅଧିକ ଥାଏ ତାହା ଅଧିକ ଉର୍ବର। ଏଥିରେ ପଚରା ଅଂଶ ମିଶିଲେ ଉର୍ବର ଓ ପଟୁ ମାଟି ଶ୍ରେଣୀର। ଗଛ ବଢ଼ିବା ପାଇଁ ବିଶେଷ ଉପଯୋଗ। ହ୍ୟୁମସ୍ ମାଟିଟା ଆମର ଗଛ ବଢ଼ିବା ପାଇଁ ବହୁତ ଉପକାରୀ ବା ଉପଯୋଗୀ। ଏପରେ ଅଛି ଉର୍ବର ପଟୁମାଟି ସାଧାରଣତଃ ନଈ ପଠାରେ ମିଳିଥାଏ। କାହିଁକି ନଈ ପଠାରେ ଉର୍ବର ପଟୁମାଟି ମିଳିଥାଏ? କାରଣ ବର୍ଷା ଜଳ ଓ ନଦୀ ସ୍ରୋତ ଦ୍ୱାରା ଭୂପୃଷ୍ଠର ଉପର ଅଂଶ କ'ଣ ଥାଏ? ହ୍ୟୁମସ୍ ଥାଏ କହିଛି। ମଇଳା ଗଛର ପତ୍ର ସବୁ ପଚା ପତ୍ର ସବୁ ଥାଏ। ଭୂପୃଷ୍ଠର ଉପର ଅଂଶର ମାଟି ଧୋଇ ହୋଇ ଆସି ନଦୀ ପଠାରେ ଜମା ହୁଏ। ତେଣୁ ଉର୍ବର ମାଟି ନଈ ପଠାରେ ହିଁ ମିଳିଥାଏ। ସବୁ ବର୍ଷା ଜଳ ଏବଂ ନଦୀ ସ୍ରୋତ ଦ୍ୱାରା ଯେଉଁ ଭୂପୃଷ୍ଠର ପୃଥିବୀର ଯେଉଁଟା ରହୁଛି ମାଟିର ଉପର ଅଂଶ କ'ଣ ହବ? ଆସିକି ଧୋଇ ହେଇକି ନଈ ପଠାରେ ଜମା ହୁଏ। ଫଳରେ ନଈ ପଠା ମାଟି ଉର୍ବର ବା ପଟୁ ମାଟି ମିଳିଥାଏ। ଏହାପରେ ଅଛି ଆମେ ଭଲ ଫସଲ ପାଇବା ପାଇଁ ମାଟିକୁ କିପରି ଉର୍ବର କରିବା। ଦେଖ 2ଟା ପଏଣ୍ଟ ଲେଖିବା। ପ୍ରଥମେ ମାଟିକୁ ପରୀକ୍ଷା କରିବା। ସେକେଣ୍ଡରେ କ'ଣ ଲେଖିବା? ଦରକାର ମୁତାବକ ଖତ ଓ ସାର ଦେବା। ତାହେଲେ ଭଲ ଫସଲ ପାଇଁ ମାଟିକୁ ଏଭଳି ଭାବେ ଉର୍ବର କରିବା। 2ଟା ପଏଣ୍ଟ ଲେଖିଦେଲେ। ଏହାପରେ ଯେ ତୁମ ଅଞ୍ଚଳରେ ବା ଗାଁରେ ଚାଷ କରୁଥିବା ଲୋକମାନେ ଜମିର ଉର୍ବରତା ବଢ଼ାଇବା ପାଇଁ ଜମିରେ କ'ଣ ଦିଅନ୍ତି? କ'ଣ ଦିଅନ୍ତି ଆମେ ଲେଖିବା। 3 ପଏଣ୍ଟ ଅଛି ଲେଖିଦେବେ। ପ୍ରଥମେ ରାସାୟନିକ ସାର ଆଜିକାଲି ଦେଉଛନ୍ତି। ହାଡ଼ ଗୁଣ୍ଡ, ଜିଆ ଖତ, ଯେଉଁଟା ରହୁଛି ଲୁଣ, ଛଣି, ପିଡ଼ିଆ ଆଉ ଧଣିଚା। ଏତିକି ଆମ ଗାଁ ବା ଆମ ଅଞ୍ଚଳରେ ସବୁ ଦିଆଯାଏ। ଆମେ ଯାହା ଲେଖିଲେ ଏପଟ ପୃଷ୍ଠା ସବୁ ଜମିର ଉର୍ବରତା ସମାନ ନୁହେଁ ବୋଲି ଆମେ ଜାଣିଲେ ଜାଣିବା ଜମିର ଉର୍ବର କରିବାର ଆଉ କେତେକ ଉପାୟ। ଦେଖ ହାଡ଼ ଗୁଣ୍ଡ ଲୁଣ ଏଠି ଦିଆହେଉଛି, ଏଠି ଧଣିଚା ଛଣି ଦିଆହେଉଛି, ରାସାୟନିକ ସାର ଦିଆହେଉଛି, ଖତ ଦିଆହେଉଛି, ପିଡ଼ିଆ ଦିଆହେଉଛି। ଜମିର ଭଲ ଉର୍ବର ହେଲା ଭଲ ଫସଲ ମଧ୍ୟ ହେଉଛି। ଦେଖ ଏହାପରେ ରହିଛି ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ। ଫସଲ ଭଲ ହେବା ପାଇଁ ଗଛ ମାଟିରୁ ଧାତବ ଲବଣ ଓ ଜଳ ସଂଗ୍ରହ କରେ। ମାଟିରୁ କ'ଣ ସଂଗ୍ରହ କରିছে? ଧାତବ ଲବଣ ଓ ଜଳ। ପ୍ରତ୍ୟେକ ପାଇଁ ଏହି ଲବଣ ବା ଜଳର ଚାହିଦାରେ ତାରତମ୍ୟ ଥାଏ। କାହା ପାଇଁ କେତେ ଲବଣ ଦରକାର, କେତେ ଜଳ ଦରକାର ସବୁ ଅଲଗା ଅଲଗା ଥାଏ। ଏଥିପାଇଁ ମାଟିକୁ ପରୀକ୍ଷା କରାଯାଇ ମାଟି ପାଇଁ ଆବଶ୍ୟକୀୟ ସାର ଦିଆଯିବା ଉଚିତ। ପରୀକ୍ଷା କଲେ ତାପରେ ସାର ଦେବ। ଏଟା ରହିଛି ଆମେ କିଛି କ୍ୱେଶ୍ଚନ କରିବା ପାଇଁ। ମାଟିରେ ଅଧିକ ପରିମାଣରେ ରାସାୟନିକ ସାର ପ୍ରୟୋଗ କଲେ ଜମିର ଉର୍ବରତା ନଷ୍ଟ ହୋଇଯାଏ। କାହିଁକି? ଅଧିକ ଯଦି ସାର ଦେବୁ କ'ଣ ଭଲ ଫସଲ ହେବ କି? ନାହିଁ, ହେବ ନାହିଁ। ତା ନଷ୍ଟ ହୋଇଯିବ। କାରଣ ମାଟିରେ ଥିବା ହ୍ୟୁମସ୍ ନଷ୍ଟ ହୋଇଥାଏ। ତେଣୁ ମାଟିର ଉର୍ବରତା କମିଯାଏ। ନଈ ଅତଡ଼ା ଖାଉଥିଲେ କ'ଣ ହୁଏ? ଅତଡ଼ା ଯଦି ଖାଇବ, ନଦୀକୁ ବଢ଼ି ପାଣି ହେଲା ମାନେ ଅତଡ଼ା ଖାଇବ। ଦେଖିଥିବ ଯେଉଁ ନଦୀ କୁଳିଆ ପିଲାମାନେ କାହିଁକି ହୁଏ ଯଦି ଅତଡ଼ା ଖାଏ ତ କ'ଣ ହବ ନା ନଦୀରେ କ'ଣ ହେଇଯିବ? ପୋତି ଯେଉଁ ଖାଲ ଦେଇଥିବ ପୋତି ହେଇଯିବ। ଏଇଟା ଲେଖିବା କ'ଣ? ନଈ ଅତଡ଼ା ଖାଉଥିଲେ ନଦୀ ପୋତି ହୋଇଥାଏ। ତାପରେ ଖାଲୁଆ ଜମିରୁ ମାଟି ଧୋଇ ହୋଇଗଲେ କ'ଣ ହବ? ନା ଜମିର ଅନୁର୍ବର ହୋଇଯାଏ। କ'ଣ ହେଇଯାଏ? ଜମିଟି ଅନୁର୍ବର ହୋଇଯାଏ। ଜମି ଅନୁର୍ବର ହୋଇଯାଏ ମାନେ ଉର୍ବର ହେବ ନାହିଁ, ଭଲ ଫସଲ ହେବ ନାହିଁ। ତାପରେ ବର୍ଷା ପାଣିରେ ଗାଁ ଦାଣ୍ଡ ଖୋଳି ହୋଇଯାଏ। କାହିଁକି ଖୋଳି ହୋଇଯାଏ? କାରଣ ଗାଁ ଦାଣ୍ଡ ହାଲୁକା ମାଟିରେ ତିଆରି ହେଇଛି। ପକ୍କା ରାସ୍ତା ତିଆରି ନଥାଏ, ହାଲୁକା ମାଟିରେ ତିଆରି ହୋଇଥାଏ। ତେଣୁ ବର୍ଷା ପାଣିରେ ଗାଁ ଦାଣ୍ଡ ଖୋଳି ହୋଇଯାଏ। ବୁଝିଗଲା? ପରବର୍ତ୍ତୀ ପୃଷ୍ଠାକୁ ଯିବା। 200 ପେଜରେ ଅଛି ଗାଁ ଦାଣ୍ଡରେ ବୋହି ହୋଇଯାଉଥିବା ବର୍ଷା ପାଣିରେ ମାଟି ଥାଏ କି? ଏହି ମାଟି କେଉଁଠୁ ଆସିଲା? ହଁ, ମାଟି ଥାଏ। ଲେଖିଦେବ ହଁ ମାଟି ଥାଏ। କେଉଁଠୁ ଆସିଲା?
लिखिदेल हाँ माटी था यही माटी जल स्रोत द्वारा आसा जल स्रोत मैंने बुझीपार ना जो वर्षा पानी सुଅ हुए ना से सुअर सब धोई होगी भासी आसे लिखिदेव यही माटी जल स्रोत द्वारा आसला पूर्णच्छेद फसल दरकार होता माटीर ऊपर स्तर धोई होगले उर्वरता कमी जाए उर्वरता कमी जाए अर्थ जा अनुर्वर हो जाए से नई अतड़ा खाइले माटी धसीगले कि पहाड़ पर माटी धोईगले से माटी आउ पूरण कर हुए ना माटी दरकार लागू नथिबा जगार जाई जमे तो माटी आउ क्षय होगा दबा ना जब माटी धोई समुद्र में मिसीगला से माटी किसी कम आसो कि से माटी की आम न धोयापाई गछ सब लगाइबा कौन कले धोई जा माटी को अटकाई जाई पारिबो जो माटी धोई जाऊ तुम कौन कले से अटका हो पारिबो उत्तर एक लिखा गाँ दांडे बोही जाऊा माटी को नड़ा काठ किंबा पत्थर पकाइले माटी अटका जाई पारिबो सेकेंड पॉइंट लिखा जमी रे हिड़ देले माटी को अटका जाई पारिबो 3 नंबर पॉइंट लिखा पहाड़ फांका स्थान रे गछ लगाइले माटी को अटका जाई पारिबो एही 3टी उपाय द्वारा आमे माटी को माटी क्षयरू अटकाई पारिबा चित्र 3टी लक्ष्य दरकार 3टी चित्र रही अधिकरू कम परिमाण माटी क्षय होता अनुजाई चित्र गुड़ी तले तथा 1 2 3 या कारण संपर्क सांग आलोचना कर प्रथम अधिकरू कम आम नंबर 1 डाक 2 डाक 3 सांग आलोचना कर तुम अंचल क्यों को स्थान मूर्तिका क्षय होबार देखिच लेख तो ये कहीं कराला एक पहाड़ कौन रोचे बेसी गछ बुछ ना वर्षा है माने धोई हो तब आम अंचल कौट देखुच सब लिख तो गाँ दांड कमा रास्ता पहाड़ नई पटा इत्यादि आउ जो जदि मूर्तिका क्षय हो तो तुम लिखिपार यापर मूर्तिका क्षय रोकने तुम ग्राम लोक मैंने कौन कर तुम ग्राम कौन कर गाँ दांड को पक्का कर फांका स्थान रे गछ लगे आम गाँव सब या तुम गाँव कौन हो तुम लिखिपार परवर्ती पृष्ठ को जावा बर्तमान अभ्यास पाइल अभ्यास कर अभ्यास रही 1 नंबर माटी नथिले कौन होता माटी न था कौन होता 2 धाड़ी रही 2 धाड़ी लिखा प्रथम लिखा 1 रे चाष कार्य होई पारु न था 2 लिखा माटी तैयारी विभिन्न दरकार जिनस तैयारी होई पारु न था 3 लिखा जीव जगत उद्भिद जगत इत्यादि बंची पार न जीव जगत न था जन रही नीतिदिनिया जीवन में व्यवहार करुवा माटी तैयारी जेकोसी 3टी जिनसर चित्र अंकन कर डेली जोटा व्यवहार कर तो व्यवहार कर पार्छ कलसी हांडी माठिया दीप जेको 3टी आंकी पार प्रथम आंकुच देख दीपटे आंकुच देख पेनसिल प्रथम आंकी नब यापर कलर कर नब दीप आंकी कलर कले भल देखा यापर आम आंकी पार गोटे कलशटे आंकी पार देख तो प्रथम गोलटे करदे कर तो शिखी कर देख यापर तुम माटी घरटे भी आंकी पार देख माटी घर सुविधार आंकी दूसरी प्रथम गोटे कौन कर ना कोन भाटे करदेव तापर एटा को एटी करबो एटा गोटे द्वार मुह करदेव एटा मार जो माटी एटा को रोज चाल को एमती करदेव एटा मार जो कौन माटी घर सहज उपाय मुझे तुमको शिखेदेली ये पाहाच करदेव कलर देदेले भल लगे आम 3टी जिनस होगला 3 नंबर पार्थक्य लेख क दोरसा माटी और मटार माटी आम गार पकईकि एभर लिखा देख मझे गोटे पार्ट करदबा गोटे पटे दोरसा माटी अन्य पटे मटार माटी प्रथम पॉइंट लिखा दोरसा माटीर मटार माटी सहित बाली मिसी दोरसा माटी हुए ए पॉइंट लिखा जो माटी सुखिले
ପାଉଁଶିଆ ଦିଶେ, ପାଣି ପଡ଼ିଲେ କଳା ଦିଶେ, ଦଳିଲେ ଟାଣ ଲାଗେ, ତାହାକୁ ମଟାଳ ମାଟି କହନ୍ତି। 2 ନମ୍ବର ପଏଣ୍ଟ ଲେଖିବା ବନ ମାଟି ଏହି କିସମ ମାଟି। ଏପଟେ ଲେଖିବା ଚିକିଟା ମାଟି ଓ ପଙ୍କ ମାଟି ଏହି କିସମର ମାଟି। 3 ପଏଣ୍ଟରେ ଲେଖିବା ଏହି ମାଟି ଖୁବ୍ ଉର୍ବର, ଏହି ମାଟି କମ୍ ଉର୍ବର। 4 ନମ୍ବର ପଏଣ୍ଟ ଲେଖିବା ଏହି ମାଟିରେ ପନିପରିବା ଭଲ ହୁଏ। ଏପଟ ପଏଣ୍ଟ ଲେଖିବା ଏହି ମାଟିରେ ଧାନ ଚାଷ ଭଲ ହୁଏ। ଖନ ସେଭଳି କରିବା ମଝିରେ ପାର୍ଟ ଗୋଟେ ବାଲିଆ ମାଟି, ଗୋଟେ ପାହାଡ଼ିଆ ଗେରୁ ମାଟି। ପ୍ରଥମ ପଏଣ୍ଟ ଲେଖିବା ଯେଉଁ ମାଟି ହାତକୁ ରୁଆ ରୁଆ ଓ ଟାଣ ଲାଗେ, ଦଳିଲେ ଭାଙ୍ଗେ ନାହିଁ, ତାହାକୁ ବାଲିଆ ମାଟି କହନ୍ତି। ପାହାଡ଼ିଆ ଗେରୁ ମାଟିରେ ଲେଖିବା 1 ପଏଣ୍ଟରେ ଯେଉଁ ମାଟିରେ ଛୋଟ ଛୋଟ ପଥର ମିଶିଥାଏ, ଦେଖିବାକୁ ଗେରୁଆ ବା ନାଲି ରଙ୍ଗ, ତାହାକୁ ପାହାଡ଼ିଆ ଗେରୁ ମାଟି କହନ୍ତି। ପ୍ରଥମ ପଏଣ୍ଟ। ସେକେଣ୍ଡ ପଏଣ୍ଟ ଲେଖିବା ଏହି ମାଟି ନଈ ଓ ସମୁଦ୍ର କୂଳରେ ବେଶୀ ମିଳେ। ଇଏ କେଉଁଠି ମିଳେ ନା ଏହି ମାଟି ପାହାଡ଼ିଆ ଅଞ୍ଚଳରେ ଦେଖାଯାଏ। 3 ପଏଣ୍ଟ ଲେଖିବା ଏହି ମାଟିର ରଙ୍ଗ ଧୂସର କିମ୍ବା ବାଦାମୀ। ଏପଟେ ଲେଖିବା ଏହି ମାଟିର ରଙ୍ଗ ଗେରୁଆ ବା ନାଲି। 4 ପଏଣ୍ଟରେ ଏହି ମାଟିରେ ବାଦାମ, ନଡ଼ିଆ ଆଦି ଫସଲ ଭଲ ହୁଏ। ଏହି ମାଟିରେ ଫସଲ ଭଲ ହୁଏ ନାହିଁ। ଏପଟେ 4 ପଏଣ୍ଟ ଲେଖିଲେ, ଏପଟେ ମଧ୍ୟ 4 ପଏଣ୍ଟ ଲେଖିଲେ। ତାହେଲେ ଆମର 3 ନମ୍ବର କମ୍ପ୍ଲିଟ୍ ହେଲେ ପାଠ। 4 ନମ୍ବର ହେଇଛି ହ୍ୟୁମସ୍ କ'ଣ, ଏଥିରେ କ'ଣ ଥାଏ? ଉତ୍ତର ହ୍ୟୁମସ୍ ଏକ ପ୍ରକାର ଜୈବିକ ସାର। ଏଥିରେ ପଶୁପକ୍ଷୀମାନଙ୍କର ମଳ ଓ ଗଛପତ୍ରର ପଚାସଢ଼ା ଅଂଶ ମିଶିଥାଏ। ବୁଝିପାରିଲ ହ୍ୟୁମସ୍ଟା କ'ଣ? ଏହାପରେ 5 ନମ୍ବର ହେଇଛି ବର୍ତ୍ତମାନ ଜିଆ ଚାଷ ଉପରେ ଏତେ ଗୁରୁତ୍ୱ ଦିଆଯାଉଛି କାହିଁକି? କାରଣ ଜିଆ ମାଟିରେ ରହି ଜମିକୁ ଫସଫସିଆ ଓ ବାୟୁ ଚଳାଚଳ ଉପଯୋଗୀ କରେ। ଫସଫସିଆ ମାଟିରେ ଗଛର ଚେର ମାଟି ଭିତରକୁ ଯାଇ ଖାଦ୍ୟ ସାର ସଂଗ୍ରହ କରୁଥିବାରୁ ଭଲ ଫସଲ ହୁଏ। ତେଣୁ ଜମିରୁ ଅଧିକ ଫସଲ ଉତ୍ପାଦନ ପାଇଁ ବର୍ତ୍ତମାନ ଜିଆ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଜାଣିପାରିଲେ ଜିଆ ଚାଷ ଉପରେ କାହିଁ ଗୁରୁତ୍ୱ ଦିଆଯାଉଛି? ଏହା ପରବର୍ତ୍ତୀ ନମ୍ବରକୁ ଯିବା। ଚାଲୁଛି ସମ୍ଭାବ୍ୟ ଉତ୍ତର ଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛ, ତା ପାଖରେ ଟିକ୍ ଚିହ୍ନ ଦିଅ। କେଉଁ ପ୍ରକାର ମାଟିରେ ଫସଲ ଭଲ ବଢ଼େ? ପଟୁ ମାଟି। ପ୍ରଥମେ ଭଲ ହେଲା ପଟୁ ମାଟି, ତାପରେ ତା ତଳକୁ ଦୋରସା, ତାପରେ ମଟାଳ, ତାପରେ ବାଲିଆ ପଢ଼ିକି ଆସିଛନ୍ତି। ଖ ନମ୍ବର ମାଟିର ଉର୍ବରତା ଅନୁସାରେ କେଉଁ ସଜ୍ଜୀକରଣ ଠିକ୍? ଭଲ ସବୁଠୁ କୋଉଟା ଆମର କହିଲେ ପଟୁ ମାଟି, କୋଉଠି ପଟୁ ଅଛି, ତାପରେ ଦୋରସା ମାଟି, ତାପରେ ମଟାଳ ମାଟି, ତାପରେ ବାଲିଆ ମାଟି ପଢ଼ିକି ଆସିଛନ୍ତି। ତା 2 ଅପସନଟା ହିଁ ଠିକ୍। 7 ନମ୍ବର ହେଇଛି କ ମୃତ୍ତିକା କ୍ଷୟ ହେବାର 3ଟି କାରଣ। କାହିଁକି ମୃତ୍ତିକା କ୍ଷୟ ହେଉଛି? ପ୍ରଥମେ ଲେଖିବା କ'ଣ? ଜଙ୍ଗଲ କ୍ଷୟ। ଜଙ୍ଗଲ କମିଯିବା ଯୋଗୁଁ ଗଛ କମି ଯାଉଛି। ଜଙ୍ଗଲ ହଉ ବା ଗଛ ହଉ କ'ଣ କରେ ନା ମାଟିକୁ ଚେର ସାହାଯ୍ୟରେ ଜାବୁଡ଼ି ଧରେ। କିନ୍ତୁ ଜଙ୍ଗଲ କ୍ଷୟ ହେବା ପାଇଁ ହେଉଛି ବୋଲିକି ମୃତ୍ତିକା ପ୍ରଥମେ କ୍ଷୟ ହେଉଛି। ଏହା ସହିତ କ'ଣ ହେଉଛି ନା ବର୍ଷା ଜୋରରେ ବର୍ଷା ହେଲା ମାନେ ପାହାଡ଼ ପର୍ବତ ଗାଁ ଦାଣ୍ଡ ସବୁ କ'ଣ କରିବ? ସବୁ ଧୋଇ ଆଣିବ। ତାପରେ କ'ଣ ଲେଖିବା? ନଦୀ ସ୍ରୋତ। ଯେଉଁ ନଈରେ ଜୋର ଯଦି ସୁଅ ହେବ, ବଢ଼ି ପାଣି ହେବ, କ'ଣ ହେବ ନା ମୃତ୍ତିକା ସବୁ ଅତଡ଼ା ଖାଇବ କିମ୍ବା ଧୋଇ ହୋଇଯିବ। 3ଟା ଜିନିଷ ଆମେ ଲେଖିନେଲେ। ଖ ନମ୍ବର ହେଇଛି ମୃତ୍ତିକା କ୍ଷୟ ରୋକିବା ପାଇଁ 3ଟି ଉପାୟ ଲେଖ। କି ଉପାୟ? ଦେଖ ମୁଁ ପ୍ରଥମେ ଜଙ୍ଗଲ କ୍ଷୟ ହେଉଛି ଗଛ ଲଗାଇବା। ତାପରେ ନଦୀ ବନ୍ଧକୁ ପଥର ପାକିଂ, ନଦୀ ସ୍ରୋତ ଯେଉଁ ହେଉଛି ପଥର ପାକିଂ କରିବା। ଆଉ ବର୍ଷା ଜଳ ଧୋଇ ହେଉଛି କ'ଣ କରିବା? ଜମିରେ କ'ଣ କରିବା ନା ହିଡ଼ ଦେବା। 3ଟା ଉପାୟ। ଅନେକ ଉପାୟ ହେଇପାରିବ। ମନେକର ପବନ ଦ୍ୱାରା ବି କ'ଣ କରାହେଉଛି? ଜୋରରେ ପବନ ହେଲେ ବାଲି ସବୁ ଉଡ଼ିକି ମୃତ୍ତିକା କ୍ଷୟ ହୋଇଥାଏ। କୋଉଠି ମରୁଭୂମି ଅଞ୍ଚଳ ମାନଙ୍କରେ ହୋଇଥାଏ। ତା ପାଇଁ ଅଲଗା ବ୍ୟବସ୍ଥା। ମୁଁ 3ଟି ଯେଉଁ କାରଣ ଲେଖିଲି ତାର ଉପାୟ ଲେଖି। ଗୋଟେ ଗଛ ଲଗାଇବା, ନଦୀ ବନ୍ଧକୁ ପଥର ପ୍ୟାକିଂ କରିବା, ଆଉ ଚାଷ ଜମିରେ ହିଡ଼ ଦେବା। ତାହେଲେ ମୃତ୍ତିକା କ୍ଷୟ ପାଇଁ 3ଟା ଉପାୟ, ରୋକିବା ପାଇଁ 3ଟା ଉପାୟ ଲେଖିଦେଲେ। ବର୍ତ୍ତମାନ ଆମର ସରିଗଲା ଆମ ଜୀବନର ମାଟି ବି ସମସ୍ତ ପସନ୍ଦ। ଭିଡ଼ିଓ କଲେ ମତାମତ ଦେବ। ଭଲ ଲାଗିଲେ ଲାଇକ୍ କରିବ, ସବସ୍କ୍ରାଇବ୍ କରିଲେ ସବସ୍କ୍ରାଇବ୍ ରହୁଛି। ଜୟ ଜଗନ୍ନାଥ।